ନୂଆପଡ଼ା ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଦାବି ଲାଗି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦୀର୍ଘ ବର୍ଷ ହେବ ସମସ୍ତ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ କ୍ୟାଡର ପୁନର୍ଗଠନ ଦାବି କରି ଆସୁଛନ୍ତି। ଏବେ କୃଷି କର୍ମଚାରୀ ମାନସିକ ଯନ୍ତ୍ରଣା ଓ ନୈରାଶ୍ୟ ମଧ୍ୟରେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ଅଭିଯୋଗ କରିଛନ୍ତି। ଆଜି ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘର ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚୁକ୍ତିଭିତ୍ତିକ 6 ବର୍ଷକୁ ମୂଳ ଚାକିରିରେ ଗଣନା କରିବା ସହ ପଦବୀର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି। ସଂଘର ସଭାପତି ବୀର ସିଂ ଚିନ୍ଦା କହିଛନ୍ତି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ସହିତ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଆନ୍ଦୋଳନରେ ଜଗନ୍ନାଥ ସୁନା, ସୁଶାନ୍ତ ଭୋଇ, ଦୀପକ ପାଣ୍ଡେ, କୁଲଦୀପ ମାଝୀ, ସୁଲୋଚନା ପଟ୍ଟନାୟକ, ତପସ୍ୱିନୀ ବେହେରା, ଆଶାରାଣୀ ପାତ୍ର, ସୁପ୍ରଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।